ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍। ଜଲିଉଡ୍ ଜଗତର ଭେଟରିଆନ୍ କଳାକାର ଦେବୀ ରଥଙ୍କ ଦେହାନ୍ତ। ଯାତ୍ରା ଜଗତରେ ବେଶ୍ ସୁନାମ ଅର୍ଜନ କରିଥିବା ଜଣେ ବର୍ଷିୟାନ୍ କଳାକାର ଦେବୀ ରଥଙ୍କ ବିୟୋଗ ପଛରେ ବଡ଼ ତଥ୍ୟ ଆସୁଛି। ଦେବୀ ରଥଙ୍କ ପୁଅ ସ୍ପଷ୍ଟ ଭାବରେ କହିଥିଲେ କି ଦେବୀ ରଥଙ୍କର ହୃଦଘାତରେ ସମ୍ପୂର୍ଣ୍ଣ ଭାବରେ ମୃତ୍ୟୁ ହୋଇନାହିଁ। କାହିଁକିନା କାଲି ସମସ୍ତେ ପ୍ରାୟ ମିଶ୍ରମାଣ ହୋଇପଡ଼ିଥିଲେ, ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଯାତ୍ରା ଜଗତର ଅଧିକ କଳାକାରମାନେ ଦେବୀ ରଥଙ୍କ ମୃତ୍ୟୁରେ ଦେହାନ୍ତ ପରେ କିନ୍ତୁ ସମ୍ପୂର୍ଣ୍ଣ ଭାବରେ କାଲି ତାଙ୍କ ପୁଅ ଏକ ବିସ୍ଫୋରକ ବୟାନ ଦେଇଛନ୍ତି କି ଜଗତସିଂହପୁରର ପାରାଦୀପଗଡ଼ଠାରେ ଯେହେତୁ ପୂର୍ଣ୍ଣିମା ଥିଲା, ପୂର୍ଣ୍ଣିମା ପୂର୍ବ ଦିନ ରାତିରେ ହିଁ ଡିଜେ ଗାଡ଼ି ବ୍ୟବସ୍ଥା ହୋଇଥିଲା ଏବଂ 5ଟି ଡିଜେ ଗାଡ଼ି ହିଁ କଣ୍ଟେଷ୍ଟ ହେବ ବୋଲି ଜୋରରେ ସାଉଣ୍ଡ ବାଜୁଥିଲା ଏବଂ ଯେହେତୁ ତାଙ୍କର ଚେଷ୍ଟ ସମସ୍ୟା ଥିଲା, ସେଥିପାଇଁ ହିଁ ତାଙ୍କର ହୃଦଘାତରେ ଚାଲିଗଲା ଜୀବନ। ତାଙ୍କ ପୁଅ କହିଛନ୍ତି ସ୍ପଷ୍ଟ ଭାବରେ ଏଭଳି ଏକ ବିସ୍ଫୋରକ ବୟାନ ଦେବୀ ରଥଙ୍କ ମୃତ୍ୟୁ ପଛରେ ଅଛି ବୋଲି ସ୍ପଷ୍ଟ କରିଥିଲେ ଏବଂ ସେ ଅନୁରୋଧ କରିଥିଲେ ଡିଜେ ବାଲାଙ୍କୁ କି ଡିଜେ ଗାଡ଼ି ଅଟକାଇବାକୁ, କିନ୍ତୁ କେହି ବି ତାଙ୍କ କଥା ଶୁଣି ନଥିଲେ। ତାଙ୍କ ପୁଅ ଯାହା ଲାଟେଷ୍ଟ ଅପଡେଟ୍ ଦେଉଥିଲେ, ତାଙ୍କ ପୁଅ କହିଥିଲେ କି ବାରମ୍ବାର ରିକ୍ୱେଷ୍ଟ କରିବା ସତ୍ତ୍ୱେ ବି ଡିଜେ ଗାଡ଼ି ବନ୍ଦ ହୋଇନଥିଲା, କଣ୍ଟେଷ୍ଟ ଚାଲିଥିଲା। ଯେହେତୁ ବୋଇତ ବନ୍ଦାଣ ପାଇଁ ସବୁ ଡିଜେ ଗାଡ଼ି ଆସିଥିଲା, 5ଟି ଡିଜେ ଗାଡ଼ି ପାଇଁ ହିଁ ଜଣେ ଯାତ୍ରା ଜଗତର ବର୍ଷିୟାନ୍ କଳାକାରଙ୍କ ଦେହାନ୍ତ ଘଟିଲା।